ସଞ୍ଜ ହେନେ ରଖେଇ ଦେଉନାହାନ୍ତି 10-20 ଶିଆଳ ଡେଲି ଭୁକୁଛନ୍ତି। ଦୁଇଟା ତା ଦେହରୁ ପାଗଳା ହେଇଗଲେଣି। ସେଇଥିପାଇଁ ଆଜି ଆମ ଲୋକ ସବୁ ବାହାରିଲେ, କହିଲେ ଚାଲ ନିଆଁ ନଗେଇଦେବା ବେଣା ପାଟଟା, କାହିଁକି ରାସ୍ତା ସଡ଼କ ସାଇଡ଼୍ରେ ସେ ସବୁବେଳେ କାହିଁକି ଶିଆଳ ଗୁରା ପାଗଳା ହେଲେଣି, କେତେବେଳେ କାମୁଡ଼ିବେ କରିବେ। ଆଜି ନିଆଁ ନଗେଇଦେଲେ ଶିଆଳ ଏକାଥରେ ଛାଡ଼ିକି ପଳେଇବେ। ଦେଖନ୍ତୁ ବର୍ତ୍ତମାନ ଖରା ତ ହେଇନି, ଏଗୁରା ସବୁ ଅଗିରା ପୂର୍ଣ୍ଣମୀକୁ ନିଆଁ ଲାଗିବା କଥା, କିନ୍ତୁ ଏ ବର୍ଷ ଟିକେ ଜଲ୍ଦି ଲାଗିଗଲା ନିଆଁ। ଦେଖନ୍ତୁ କେମିତି ହୁତୁ ହୁତୁ ହେଇକି ଜଳୁଛି। ବେଣା ପୁରା ଶୁଖିଗଲାଣି, ସେଥିପାଇଁ ଦେଖନ୍ତୁ ରାସ୍ତା ସାଇଡ଼୍ରେ ଦୁଇ ସାଇଡ଼୍ରେ ଲଗେଇଦେଲେ ନିଆଁ, କେମିତି ଜଳୁଛି। ଆଉ ଶିଆଳ ଫିଆଳ ଯିଏ ସବୁ ପାଗଳା ହେଇଛନ୍ତି ଭଲ ଶିଆଳ ସବୁ ପଳେଇବେ, ଆଉ ରହିବେନି। ଆଉ ସେ ଶିଆଳ ଗୁରା ଭୁକୁଛନ୍ତି ଡେଲି, ତାପରେ ଯିଏ ଏକୁଟିଆ ଲୋକ ଦେଖିଲା ବେଳକୁ ଗୋଡ଼ଉଛନ୍ତି। ସେଥିପାଇଁ ଦେଖନ୍ତୁ ଏରା ଜଙ୍ଗଲ ଭଳିଆ ତାପରେ ହେଇଛି, ଶିଆଳ ଗୁରା ରହିଗଲେଣି। ପ୍ରତିବର୍ଷ ବର୍ଷା ଦିନେ ଏମିତି ହୁଏ, ତାପରେ ଖରା ଦିନକୁ ନିଆଁ ନଗେଇଦେଲେ ସବୁ ଇଏ ହେଇଯାଏ, ଜଳିଯାଏ, ଆଉ କିଛି ରୁହେନି, ପରିଷ୍କାର ହେଇଯାଏ। ଏ ବର୍ଷ ବି ସେମିତି ଟିକେ ଜଲ୍ଦି ନିଆଁ ଲଗେଇଦେଲେ, କିନ୍ତୁ ସମ୍ପୂର୍ଣ୍ଣ ଗଲାନି। ପୁଣି ଖରା ଦିନ ହେଲେ ଲଗାଯିବ। ଏବେ ଯାହା ଲଗେଇଲେ ଆଉ ସିଏ ଯେତିକି ଯିବ ଯିବ, ଯାହା ରହିବ ରହିବ, ପୁଣି ଖରା ଦିନକୁ ଲଗେଇବେ। ଦେଖନ୍ତୁ କେମିତି ନିଆଁ ଲାଗୁଛି, ହୁତୁ ହୁତୁ ହେଇ ଜଳୁଛି।